ଏବେ ବାହାରିଛି ଏକ ପୋଷ୍ଟ ଯାହା ଡାଇରେକ୍ଟ ରିକ୍ରୁଟମେଣ୍ଟରେ ଆପଣଙ୍କୁ ଚାକିରି ଦେବ, ଯାହା ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ୱାରାଙ୍ଗଲ ତେଲେଙ୍ଗାନା ଷ୍ଟେଟ୍ର ପୋଷ୍ଟ, କିନ୍ତୁ ବହୁତ ଭଲ ପୋଷ୍ଟ ବାହାରିଛି ଏଥିରେ, ଯେଉଁଥିରେ କି ଆପଣଙ୍କର ଦେଖନ୍ତୁ ଆପଣଙ୍କୁ ଯଦି ଏଇଟା ଯେଉଁଟାକି ଏଇଟା ଗୋଟେ କଣ୍ଟ୍ରାକ୍ଟ ବେସିସ୍ର ପୋଷ୍ଟ ଆଜ୍ଞା, ଯାହା ଆପଣଙ୍କୁ ଯେଉଁଟାକି ପବ୍ଲିକେସନ୍ ହେଇଛି 29/11/24ରେ, ଯେଉଁଟାକି ଆପଣଙ୍କର ଅନଲାଇନ୍ ଆପ୍ଲିକେସନ୍ ପୋର୍ଟାଲରେ ସେଇଟା 30/11ରୁ ଅଲରେଡ଼ି ଷ୍ଟାର୍ଟ, ତାପରେ ଆପଣଙ୍କର ଏବେ 7/1/2025 ପର୍ଯ୍ୟନ୍ତ ରହିଛି, ରାତି 12ଟା ପର୍ଯ୍ୟନ୍ତ। ଯେମିତିକି ଦେଖନ୍ତୁ ଆପଣମାନଙ୍କର ଯେଉଁ ପୋଷ୍ଟ ବାହାରିଛି, ସେ ପୋଷ୍ଟକୁ ଆପଣ ଫାଷ୍ଟ ଅଫ୍ ଅଲ୍ ଆମେ ଜାଣିନେବା ଯେ ଆମେ ସେଠିକୁ ଆପ୍ଲାଏ କେମିତି କରିବା। ଦେଖନ୍ତୁ ଏଇ ଯେଉଁ ଆପଣଙ୍କର ପାଖରେ ଯେଉଁ ୱେବସାଇଟ୍ ରହିଛି http://warangal.ac.in/careers, ତ ଏଇଥିରେ ହିଁ ଆପଣ ଆପ୍ଲାଏ କରିବେ, ଏଇଥିରେ ହିଁ ରିକ୍ରୁଟମେଣ୍ଟର ପୋର୍ଟାଲ୍ ରହିଛି। ତ ଦେଖନ୍ତୁ ଏଥିରେ ଯେଉଁ ପୋଷ୍ଟ ବାହାରିଛି, ଫାଷ୍ଟ ପୋଷ୍ଟ ହେଉଛି ପ୍ରିନ୍ସିପାଲ୍ ସାଇଣ୍ଟିଫିକ୍ ଅର୍ ଟେକ୍ନିକାଲ୍ ଅଫିସର, ଯେଉଁଟାକି ପୋଷ୍ଟର ଯେଉଁ ଗ୍ରୁପ୍ ରହିଛି ଏ ଏବଂ ଏ ଗ୍ରୁପ୍ରେ ସର୍ବମୋଟ 5ଟି ପୋଷ୍ଟ ବାହାରିଛି, ଯେଉଁଟାକି ଦ୍ୱିତୀୟ ପୋଷ୍ଟ ହେଉଛି ପ୍ରିନ୍ସିପାଲ୍ ଷ୍ଟୁଡେଣ୍ଟସ୍ ଆକ୍ଟିଭିଟି ଆଣ୍ଡ ସ୍ପୋର୍ଟସ୍ ଅଫିସର, ଡେପୁଟି ରେଜିଷ୍ଟ୍ରାର, ଏକ୍ଜିକ୍ୟୁଟିଭ୍ ଇଞ୍ଜିନିୟର, ଆଉ କ'ଣ ଆସିଷ୍ଟାଣ୍ଟ ରେଜିଷ୍ଟ୍ରାର। ଏଇ 5ଟି ପୋଷ୍ଟ ହେଉଛି ଗ୍ରୁପ୍ ଏର, ଯେଉଁଥିରେ କି ସାଧାରଣତଃ ପେ ଲେଭେଲ୍ ଅଫ୍ ପେ 14ରୁ ରହୁଛି 14, 12, 10 ଏମିତି କରି ରହିଛି। ଯାହାକି ନମ୍ବର ଅଫ୍ ଭ୍ୟାକେନ୍ସି କ'ଣ ରହିଛି, ସବୁଠାରୁ ଅଧିକ ଟେକ୍ନିକାଲ୍ ଅଫିସର, ଯେଉଁଟାକି ସାଇଣ୍ଟିଫିକ୍ ଟେକ୍ନିକାଲ୍ ଅଫିସରରେ 3ଟି ରହିଛି, ଆଉ ସବୁଥିରେ ଗୋଟାଏ ଲେଖାଏଁ ରହିଛି। ଏସବୁର ମେଥଡ଼ ଅଫ୍ ରିକ୍ରୁଟମେଣ୍ଟ କେମିତିକା, ଯେମିତିକି ଡାଇରେକ୍ଟ ରିକ୍ରୁଟମେଣ୍ଟରେ ଆପଣମାନଙ୍କୁ ଡାଇରେକ୍ଟ ଇଣ୍ଟରଭ୍ୟୁ କରି ସେ ରିକ୍ରୁଟମେଣ୍ଟ ପ୍ରଦାନ କରିବେ। ଏହା ଛଡ଼ା ଆପଣଙ୍କର ଯେଉଁ ଗ୍ରୁପ୍ ବି ପୋଷ୍ଟ ରହିଛି, ଗ୍ରୁପ୍ ବି ପୋଷ୍ଟ ଆପଣଙ୍କର ସମୁଦାୟ 5ଟି ରହିଛି, ଯେଉଁଥିରେ ଆସିଷ୍ଟାଣ୍ଟ ଇଞ୍ଜିନିୟର, ସୁପରିଟେଣ୍ଡେଣ୍ଟ, ଜୁନିୟର ଇଞ୍ଜିନିୟର, ଆଉ ଲାଇବ୍ରେରୀ ଇନଫର୍ମେସନ୍ ଆସିଷ୍ଟାଣ୍ଟ, ଏଗୁଡ଼ା ସବୁ, ଆଉ ଷ୍ଟୁଡେଣ୍ଟ ଆକ୍ଟିଭିଟି ଆଣ୍ଡ ସ୍ପୋର୍ଟସ୍ ଆସିଷ୍ଟାଣ୍ଟ ପୋଷ୍ଟ ରହିଛି। ଯେଉଁଥିରେ କି ପ୍ରଥମତଃ ଆସିଷ୍ଟାଣ୍ଟ ଇଞ୍ଜିନିୟରରେ, ଯେଉଁଥିରେ କି ଆପଣଙ୍କର 7th ଲେଭେଲ୍ ଅଫ୍ ପେ ମିଳିବ ଆପଣଙ୍କୁ, ଆଉ ବାକିରେ ଲେଭେଲ୍ 6 ପେ ମିଳିବ। ଯେଉଁଥିରେ ଆପଣଙ୍କର ଯେମିତି ଦେଖନ୍ତୁ ଆପଣଙ୍କର ନମ୍ବର ଅଫ୍ ଭ୍ୟାକେନ୍ସି ସବୁଠାରୁ ଅଧିକ ରହିଛି ଏଥିରେ ଆପଣଙ୍କର ସୁପରିଟେଣ୍ଡେଣ୍ଟରେ, ତାପରେ ବାକି ମାନଙ୍କ ଭିତରୁ ଯେମିତିକି ଆପଣଙ୍କର ଆସିଷ୍ଟାଣ୍ଟ ଇଞ୍ଜିନିୟର ହେଲା, ଜୁନିୟର ଇଞ୍ଜିନିୟର, ଏଥିରେ କ'ଣ ରହୁଛି ଆପଣଙ୍କର 3ଟି ଭ୍ୟାକେନ୍ସି ରହିଛି, ଆଉ ବାକି ଗୁଡ଼ାରେ ଗୋଟିଏ ଲେଖାଏଁ ରହିଛି। ଏହାଛଡ଼ା ଗ୍ରୁପ୍ ସି ପୋଷ୍ଟ, ଯେଉଁଟାକି ଆପଣଙ୍କର 4ଟା ପୋଷ୍ଟ ବାହାରୁଛି, ଯେଉଁଥିରେ ସିନିୟର ଆସିଷ୍ଟାଣ୍ଟ, ଜୁନିୟର ଆସିଷ୍ଟାଣ୍ଟ, ଅଫିସ୍ ଆଟେଣ୍ଡାଣ୍ଟ, ଲ୍ୟାବ୍ ଆଟେଣ୍ଡାଣ୍ଟ ଏମାନେ ରହିଛନ୍ତି। ଯେଉଁମାନଙ୍କ ଭିତରୁ କି ଯେଉଁଟା ଆପଣଙ୍କର ସିନିୟର ଆସିଷ୍ଟାଣ୍ଟ ସିଏ ଲେଭେଲ୍ 4ରେ ସାଲାରୀ ପାଇବେ, ଏବଂ ଜୁନିୟର ଆସିଷ୍ଟାଣ୍ଟ ଯିଏ ଲେଭେଲ୍ 3, ବାକି ଲେଭେଲ୍ 1ରେ ପାଇବେ। ଯେଉଁମାନଙ୍କର କି ଭ୍ୟାକେନ୍ସି ରହିଛି, ଯେଉଁଟାକି ଆପଣଙ୍କର ସିନିୟର ଆସିଷ୍ଟାଣ୍ଟ ହେଲେ 8ଟି ଭ୍ୟାକେନ୍ସି, ଆଉ ଜୁନିୟର ଆସିଷ୍ଟାଣ୍ଟ ହେଲେ ଆପଣଙ୍କର 5ଟି, ଅଫିସ୍ ଆସିଷ୍ଟାଣ୍ଟ ହେଲେ 10ଟି, ଆଉ ଲ୍ୟାବ୍ ଆଟେଣ୍ଡାଣ୍ଟ ଯିଏ ସିଏ ହେଉଛନ୍ତି 13ଟି ଭ୍ୟାକେନ୍ସି। ଏମାନଙ୍କର ସମସ୍ତଙ୍କର ମୋଡ୍ ଅଫ୍ ରିକ୍ରୁଟମେଣ୍ଟ ହେଉଛି ଡାଇରେକ୍ଟ ରିକ୍ରୁଟମେଣ୍ଟ। ଏମିତି କରିକି ଟୋଟାଲ୍ 56ଟି ପୋଷ୍ଟ ବାହାରିଛି, ବହୁତ ଭଲ, ଯେଉଁଟାକି ଡାଇରେକ୍ଟଲି ଆପଣଙ୍କୁ ବିନା କୌଣସି 2, 4, 5 ଷ୍ଟେପ୍ ବା ଷ୍ଟେଜ୍ ଥିବା ଇଣ୍ଟରଭ୍ୟୁ ନ ଦେଇ ଗୋଟିଏ ଇଣ୍ଟରଭ୍ୟୁରେ ଆପଣ ପର୍ସନାଲିଟି ଟେଷ୍ଟରେ ଆପଣ ସିଲେକ୍ସନ୍ ହେବେ। ଏଥିରେ ଯେଉଁ ଆପଣଙ୍କର ଦେଖନ୍ତୁ ରହିଛି, ତ କ୍ୱାଲିଫିକେସନ୍ କ'ଣ ରହିଛି ଆକ୍ଚୁଆଲି, ଆମେ ବିଶେଷତଃ ଏସେନ୍ସିଆଲ୍ କ୍ୱାଲିଫିକେସନ୍କୁ ବିଶେଷତଃ ବେଶୀ ଗୁରୁତ୍ୱ ଦେବା। ଯେଉଁଥିରେ କି ଆପଣଙ୍କର ଯେଉଁ ସାଇଣ୍ଟିଫିକ୍ ଟେକ୍ନିକାଲ୍ ଅଫିସର ଥିଲା, ସେଥିରେ କ'ଣ ଥିଲା ଆପଣଙ୍କର ନା BE BTech ରହିଥିବା ଦରକାର, MSc କିମ୍ବା MCA ଡିଗ୍ରୀ ରହିଥିବା ଦରକାର, ଯେଉଁଥିରେ କି ଆପଣଙ୍କର 60% ମାର୍କ ରହିଥିବା ଆବଶ୍ୟକ, ଏକାଡେମିକ୍ ମାର୍କ ରହିଥିବା ଦରକାର। ତା ସହିତ ଆପଣଙ୍କର 15 ବର୍ଷର ଏକ୍ସପିରିଏନ୍ସ ରହିଥିବା ଦରକାର ସାଇଣ୍ଟିଫିକ୍ ଅଫିସର ବା ଟେକ୍ନିକାଲ୍ ଅଫିସର ହିସାବରେ। ଆଉ ଏହାପରେ ଆପଣଙ୍କର ଯେଉଁ ପୋଷ୍ଟ ଆଉ କ'ଣ ରହିଛି, ଆଉ ଅନ୍ୟାନ୍ୟ ଦେଖିବାକୁ ଗଲେ ତାଙ୍କର ଯେଉଁ ସିଲେକ୍ସନ୍ ପ୍ରୋସେସ୍ଟା ହେଉଛି ସେଇ ଡାଇରେକ୍ଟ ସର୍ଟଲିଷ୍ଟିଂ, ମାନେ ଆପଣଙ୍କର ଯେଉଁ ମାର୍କ ଅନୁସାରେ ଆପଣଙ୍କୁ ସର୍ଟଲିଷ୍ଟ କରାଯିବ, ତାପରେ ଆପଣଙ୍କୁ ଡାଇରେକ୍ଟ ଇଣ୍ଟରଭ୍ୟୁ କରାଯିବ। ଇଣ୍ଟରଭ୍ୟୁରେ ପରଫର୍ମାନ୍ସ ଦେଖିକିନା ଆପଣଙ୍କୁ ସିଲେକ୍ସନ୍ କରାଯିବ। ଏହାପରେ ଯେଉଁ ସେକେଣ୍ଡ ଥିଲା ଯେଉଁ ପୋଷ୍ଟ ଆପଣଙ୍କର ଯେଉଁ ସ୍ପୋର୍ଟସ୍ ଅଫିସର, ଯେଉଁଟାକି ଷ୍ଟୁଡେଣ୍ଟସ୍ ଆକ୍ଟିଭିଟି ସ୍ପୋର୍ଟସ୍ ଅଫିସର, ଗୋଟିଏ ମାତ୍ର ପୋଷ୍ଟ ବାହାରିଥିଲା, ଯାହାର କି କ୍ୱାଲିଫିକେସନ୍ ରହିଛି ଆପଣଙ୍କର ମାଷ୍ଟର ଡିଗ୍ରୀ, ଆଉ ଯେଉଁଟାକି କେଉଁଥିରେ ନା ଫିଜିକାଲ୍ ଏଜୁକେସନ୍ରେ ରହିଛି, ବା ମାଷ୍ଟର ଡିଗ୍ରୀ ସ୍ପୋର୍ଟସ୍ ସାଇନ୍ସରେ, ଯେଉଁଟାକି 60% ମାର୍କ ମାଗୁଛି। ତା ସହିତ ଆପଣଙ୍କର ଯେଉଁଟାକି ୟୁନିଭର୍ସିଟି, କଲେଜ ଏଗୁଡ଼ା ସବୁ ରିପ୍ରେଜେଣ୍ଟେସନ୍ କରିଥିବାର କିଛି ଡକୁମେଣ୍ଟସ୍, ଆଉ କ୍ୱାଲିଫାଇଂ ନ୍ୟାସନାଲ୍ ଲେଭେଲ୍ ଟେଷ୍ଟ କି ଏସବୁ ଜିନିଷ ଗୁଡ଼ାର UGC ଅଣ୍ଡରରେ
एटसेट्रा एगुड़ा सबूर डॉक्यूमेंट्स गुड़िक सी मागुची एमती करके आपंकर जमीक यापर देखूँ जो एथे भी सेम डायरेक्ट इंटरव्यू रोचे सिलेक्शन सब डायरेक्ट इंटरव्यू आपंकर जो डेप्यूटी रजिस्ट्रार रही से जो मागी एसेंशियल एजुकेशन क्वालिफिकेशन तो सी ए सब जिन गुड़ा कौन ना देखु ये ग्रुप ए लेवल सर्विस जोटा कि बहुत सुंदर जोटा कि आपणकर भविष्य को अत्यंत सुदृढ़ कर ऑफिसर फॉर फ्रॉम सेंट्रल स्टेट गवर्नमेंट इंस्टीट्यूट नेशनल इंपोर्टेंस यूनिवर्सिटी लेवल पीएसयू इंडस्ट्री ये सब जगह जो ऑफिसर रही है मास्टर डिग्री से रही 55% मार्क मिनिमम रही है यूजीसी ग्रांट अंडर ये आकार आपंकर देखूँ असिस्टेंट रजिस्ट्रार सेमती एमती आपंकर इंजीनियर जोटा कि एग्जीक्यूटिव इंजीनियर असिस्टेंट इंजीनियर ए समस्त जी पोस्ट आम ऊपर डिस्कसन कलु समस्त अलग अलग एसेंशियल क्वालिफिकेशन ताकर लेवल ऑफ पे वैकेंसी डिटेल वैकेंसी तापर आपंकर जो रही पोस्ट नंबर ऑफ पोस्ट कही आलोचना कलु या छड़ा मोड ऑफ रिक्रुटमेंट ये सब जिन आपको ये उल्लेख कर ये पीडीएफ टी आपको मु प्रदान करदेवी मोर टेलीग्राम चैनल स्मार्ट शिपन रे देखु तापर मोर स्मार्ट शिपन को आप निश्चित भाव में सब्सक्राइब करूँ आप फॉलो करूँ मोर टेलीग्राम चैनल को यापर देखो आप जनरल इंस्ट्रक्शन कहते रिलैक्सेशन इन अपर एज लिमिट फॉर द पोस्ट अंडर डायरेक्ट रिक्रुटमेंट ए जो अपर एज लिमिट रिलैक्सेशन कहूँ सीटा क्या कहूँ जोटा कि आपंकर 40% रिलैक्सेशन जोटा कि आप 40% दिव्यांग जन से रिलैक्सेशन दौरान 10 वर्ष यापर एक्स सर्विस मैन दौरान तापर एज लाइसेंस फॉर रिजर्व एंड डिपार्टमेंटल कैंडिडेट्स मानी दौरान डिपार्टमेंट जो रही लोअर पोस्ट से तापर एप्लिकेशन जो एटा अप्लाई करा कौन केते टंका आपको फी लगे जो आप ईडब्ल्यूएस ओबीसी आउ यूआर मान जनरल मान 1000 टंका एवं ग्रुप ए आ ग्रुप बी कौन रोचे ना से 500 टंका ऑनलाइन रोचे यापर आपणकर जो एससी एसटी आ वुमेन कैंडिडेट मान पीडब्ल्यूडी कैंडिडेट पैसा देवाई पड़ोनी फीस लगे ना कैंडिडेट अप्लाइंग फॉर मल्टीपल पोस्ट शुड सबमिट सेपरेट एप्लिकेशन एंड लिमिट फी फॉर ईच पोस्ट मान जिते कि सी जो नोटिफिकेशन अंडर जी पोस्ट बाहरी सब पोस्ट आप अप्लाई करेंगे कि सब अलग अलग पैसा देवाई पड़ो तापर आ बाकी अलग अलग कंडीशन जी रही सब बहुत गुड़ाए ढेर सारा कंडीशन रही जहाँ को भल भाव में पीडीएफ आप देखिए एवं जो माने को कंडीशन रे कैंसलेशन हो से सब जिनस आप बेसी गुरुत्व देवे तापर एप्लाई ऑनलाइन रे आपन जो कही www.nitw.ac.in आपन एथिरे क्लिक करी आपन अप्लाई करि परिबे ऑनलाइन ये भाव में आप जिनस को आप डायरेक्ट रिक्रुटमेंट रे जहाँ कि बिना झिंझट बेसी किसी असुविधा ना आप इंटरव्यू देवे इंटरव्यू पर सिलेक्शन हेले सिलेक्शन है चाकरी पाइबे ग्रुप ए बी सी पोस्ट 3टी ग्रेड रही सर्विस बहुत सुंदर सुजोग जल्दी अप्लाई करी आपंकर स्वप्न साकार करंतु धन्यवाद।